ହଁ ମୁଁ କହିନି ବାବା ଧ୍ୟାନ କରିବା ସମୟର ଆମର ଯେତେବେଳେ ପିଙ୍ଗଳା ନାଡିର ନିଶ୍ୱାସ ଯାଉଛି ଧ୍ୟାନ କରୁଛୁ ନିଶ୍ୱାସକୁ ଯେତେବେଳେ ଆମେ ଟାଣି ନେଇକି ଆମେ ବ୍ରେକ୍ କରୁଛୁ ସେ ଯୋଉ ହଲେଇଲା ରକମ ହଲଉଛି ସିଆଡେ ଭିତରେ ସେଠି ହଲେଇ ହଲେଇ ହବ ନା ସେମିତି ନୁହଁ? କୋଉଠୁ କହୁଛୁ କଣ? ରାଜକନିକା। ରାଜକନିକା ସଦଗୁରୁ ଦୀକ୍ଷା ନେଇଛ ନା? ଆଜ୍ଞା ଆଜ୍ଞା। କୋଉ ଗୁରୁ କିଏ? ଆମର ଗୁରୁ ଠାକୁର ଅନୁକୂଳ ଚନ୍ଦ୍ର। ଅନୁକୂଳ ଚନ୍ଦ୍ର। ଆଚ୍ଛା ତମେ ସାଧୁ ସନ୍ନ୍ୟାସୀଙ୍କୁ ଜୟଗୁରୁ କହନ୍ତି ନା? ସାଧୁଙ୍କୁ ବାବା ପ୍ରଣାମ ବୋଲି କହନ୍ତି ବୁଝିପାରିଲ ନା? ଜୟଗୁରୁ କହିବନି, ଜୟଗୁରୁ ତମ ଗୁରୁ ଭାଇ ମାନଙ୍କୁ କହିବ ହେଲା। ମାନେ ୟା ଭିତରେ ବାବା ଡିଫରେନ୍ସ କଣ ରହିଲା ମତେ? ଡିଫରେନ୍ସ କିଛି ନାହିଁ, ଯଦି କିଛି ଡିଫରେନ୍ସ ନାହିଁ ତମେ ଗୁରୁଙ୍କୁ ସାଧୁଙ୍କୁ ପ୍ରଣାମ କହନ୍ତି। ଆଜ୍ଞା। ହଁ ଡିଫରେନ୍ସ କିଛି ନାହିଁ ହେଲା। ନା ବାବା ମତେ ବୁଝଉନାହାନ୍ତି ମୁଁ ଜାଣିନି। ନା ତମେ ଜାଣିନା ଯଦି ମୋରି ପାଖକୁ ଆସ ମୁଁ ବୁଝେଇଦେମି। ସେ କଥାର ବ୍ୟତିକ୍ରମ କଣ ଏଗୁଡା ସବୁ? ଜଣେ ସାଧୁ ସନ୍ନ୍ୟାସୀ ଯେକୌଣସି ସାଧୁ ତମ ଘରକୁ ଯୋଉ ସାଧୁ ଯାଆନ୍ତି ସଂସାରୀ ମାନଙ୍କର କର୍ତ୍ତବ୍ୟ ହେଲା ସାଧୁ ମାନଙ୍କୁ ପ୍ରଣାମ ଟେ ହବା କଥା। ପ୍ରତ୍ୟେକ ସଂସାର ଲୋକ ତମ କଥା ଖାଲି ନୁହେଁ, ତମେ ମୋ କଥା ଭୁଲ ବୁଝ ନା। ମୋର କହିବା କଥା ହଉଛି ପ୍ରତ୍ୟେକ ସଂସାର ସନ୍ନ୍ୟାସୀ ମାନଙ୍କୁ ଆମେ କଣ ପ୍ରଣାମ ଟେ ହେଲେ ତମଠୁ ଆଶୀର୍ବାଦ ଯିବ। ତମେ ଯାହାକୁ ପ୍ରଣାମ ହବ ସିଏ ତମର ଉର୍ଦ୍ଧ୍ୱ ରହିଲେ ତମେ ତାଙ୍କ ତଳେ ରହିଲ ହେଲା। ଆଉ ତମେ ଯଦି ଜୟଗୁରୁ କହିବ, ଜୟଗୁରୁ ହଉଛି ଗୁରୁ ଭାଇ ମାନଙ୍କୁ ସମ ଧର୍ମୀ ମାନଙ୍କୁ କରାଯାଏ। ବୁଝିପାରୁଛ କି? ଆମର ଗୁରୁଙ୍କର ଜୟ ହଉଛି ମାନେ ସଂସାରର ଜୟ ନା ଆଉ? ନା ନା ଜୟଗୁରୁ ସମ୍ବୋଧନ ଟା କେବଳ ଗୁରୁ ଭାଇ ମାନଙ୍କୁ କରାଯାଏ ହେଲା କି? ଜୟ ଗୁରୁ ଠିକ ବୁଝିପାରୁଛ କି? କିନ୍ତୁ ସେ ସମ୍ବୋଧନ ଟା ଗୁରୁ ଭାଇ ମାନଙ୍କୁ କରାଯାଏ। ଯୋଉଟା କି ନିଗମାନନ୍ଦ ମୂଳରୁ କରିଛନ୍ତି। କଣ ବୁଝିଲ? ନିଗମାନନ୍ଦଙ୍କ ଦର୍ଶନ ଟା ମୁଁ କହୁଛି ହେଲା। ହଁ ସାଧୁ ସନ୍ନ୍ୟାସୀଙ୍କୁ ପ୍ରଣାମ କହିବ ହେଲା। ମୁଁ ଏବେ ପ୍ରଣାମ କରିମି ଆପଣଙ୍କୁ ଆଉ। ନା ନା ମୁଁ ତ କହିବ ମୁଁ ସେ କଥା କହୁନି, ମୁଁ ତମକୁ ବୁଝେଇଦେଲି କଥାଟାକୁ ହେଲା। ପ୍ରତ୍ୟେକ ଲୋକଙ୍କୁ ମୁଁ ବୁଝେଇକି କହିଦେଉଛି କୋଉ କୋଉ କଥା ମତେ ଯେ କରିବ ମୁଁ ଯେ ମତେ ଖରାପ ଲାଗିଲା ସେ କଥା ନୁହଁ। ମତେ ବି ଲୋକ ଜୟଗୁରୁ କହୁଛନ୍ତି, ଜୟଗୁରୁ ନ କହି ତୁ ତା ବା କହିଲେ ବି ସୁଦ୍ଧା ମତେ ଖରାପ ଲାଗେ ନା। କିନ୍ତୁ ତମ ମାନଙ୍କର ଶିଖିବା ଦରକାର ତ ହେଲା। ସେଇଥିପାଇଁ ଆମର ତମକୁ ଉପଦେଶ ବୁଝିପାରିଲ? ହଁ ଆଉ କଣ କହୁଛ? ମୁଁ କହୁଥିଲି ଆମେ ଯେତେବେଳେ ଧ୍ୟାନ କରୁଛୁ ପିଙ୍ଗଳା ନାଡିର ନିଶ୍ୱାସ ଆସିଲା ସମୟରେ ଧ୍ୟାନ କରୁଛୁ, ନିଶ୍ୱାସ ଯେତେବେଳେ ଟାଣି ନଉଛୁ ଟାଣିକି ତାକୁ ବ୍ରେକ୍ କରିଦଉଛୁ ସେତେବେଳେ ଆମେ ଧ୍ୟାନ କରୁଛୁ ପବନକୁ। ପବନକୁ ଧ୍ୟାନ କରୁଛ, ନିଶ୍ୱାସ ଟାଣିକି ବ୍ରେକ୍ କାହିଁକି କରୁଛ? ସେ ଯୋଉ ବ୍ରେକ୍ କରୁଛ କାହିଁକି? ଧ୍ୟାନ ଉଠେଇବ ନା ଧ୍ୟାନ କଲା ବେଳେ କଣ ପବନକୁ ଟାଣିକି ବ୍ରେକ୍ କରନ୍ତି? ନା ଧ୍ୟାନ କାହାକୁ କୁହାଯାଏ ମତେ କୁହ? ତମେ ଯୋଉ ଧ୍ୟାନ କରୁଛ ଧ୍ୟାନ କଣ ବୁଝିଛ ମତେ କହିଲେ ମୁଁ ସେଇ ହିସାବରେ ତମକୁ ବୁଝେଇଦେବି। ଧ୍ୟାନ ଗୁରୁଙ୍କୁ ମନରେ ରଖିକି ନାମ କରୁଛୁ। ବାସ ଗୁରୁଙ୍କୁ ଯଦି ମନନ କରିବ ପବନକୁ ଟାଣିବ କାହିଁକି? ଗୁରୁଙ୍କୁ ତମେ ଧ୍ୟାନ କର, ଗୁରୁଙ୍କୁ ତମେ ଚିନ୍ତନ କର ହେଲା। ଗୁରୁଙ୍କୁ ଗୋଟେ କଥା ଶୁଣ, ପାତଞ୍ଜଳ ଯୋଗ ଦର୍ଶନରେ ଲେଖା ହେଇଛି ଧ୍ୟାନ କାହା କୁହନ୍ତି? ତତ୍ର ପ୍ରତ୍ୟୟୀ କଥାନତା ଧ୍ୟାନମ୍। ତତ୍ର ମାନେ ସେଇଠାରେ, ପ୍ରତ୍ୟୟ ମାନେ ଅନୁମାନ, ଏକତାନତା ଏକତାନ ମାନେ ଜଳଧାରାବତ୍ ବୁଝିଲ କି? ଆମେ ଗୋଟେ ପ୍ଲକରେ ଆମେ ଗୋଟେ ପିନ୍ ଟାକୁ ଗେଞ୍ଜି ଦେବା, ଗେଞ୍ଜିଲେ କଣ ହବ ନା କରେଣ୍ଟ ଏକତାନତା ପୁରା ଫ୍ଲୋ ଚାଲିଲା, ସେଠି ଆଉ ଖଣ୍ଡ ହେଲା ନାହିଁ। ବୁଝିପାରିଲେ? ସେମିତି ଯଦି ତମର ପ୍ଲକ ଯଦି ଗୁରୁ ଗୁରୁମୂର୍ତ୍ତି ହୁଅନ୍ତି, ମନ ହଉଛି ପିନ୍ ହେଲା। ମନ ରୂପକ ପିନ୍ କି ଗୁରୁ ନାମ ରୂପକ ପ୍ଲକ ରେ ତମେ ଯଦି ସଂଯୋଗ କରିଦେଲ ହେଲା, ଏକତାନତା ପୁରା ମାନେ ଜଳଧାରାବତ ତମେ ପୁରା ଏକଦମ ଲୟ ରଖ ତାଙ୍କୁ ହେଲା। ରଖିଲେ ତମ ମନଟା ଧୀରେ ଧୀରେ କଣ ହେଇଯିବ? ମାନେ ସେଥିରେ ପୁରା ଲୟ ହେଇକି ମନଟା ପୁରା ଏକାଗ୍ର ସ୍ଥିର ନିରୋଧ ସବୁ ଗୁଡାକ ହେଇଯିବ। ବୁଝିପାରିଲ? ଯୋଉଟା କହିଲି ମୋର ଅନୁଭୂତି ଟା ତମକୁ କହିଲି ହେଲା। କାହିଁକି ନା ମୁଁ କୌଣସି ଭେଦ ଦୃଷ୍ଟି ମୋର ନାହିଁ। ସବୁ ସଂସ୍ଥା ସମସ୍ତଙ୍କ ପାଇଁ ମୁଁ ୟୁଟ୍ୟୁବ ରେ ଛାଡୁଛି। ମୁଁ ନାଇଁ ସମସ୍ତେ ଯାହାର ଯାହା ଅସୁବିଧା ହଉଛି ମତେ କହିଲେ ମୁଁ ଯାହା ଜାଣିଥିବି ତମ ମାନଙ୍କୁ କହିବି ହେଲା କି? ତେଣୁ ଧ୍ୟାନ ଅର୍ଥ ଏହା ଧ୍ୟାନ ତାକୁ ତ ଧ୍ୟାନ କୁହାଯାଏ ନା, ତାକୁ କୁହାଯାଏ ଅନ୍ତରଙ୍ଗ ତ୍ରାଟକ। ଅନ୍ତରଙ୍ଗ ତ୍ରାଟକ କରୁ କରୁ ଧ୍ୟାନ ଆସିକି ପହଞ୍ଚିଯିବ। ବୁଝିପାରିଲେ କି? ଯଦି ତମେ କରୁଛ ତାହେଲେ ସେଇଠି କର, ପବନ ଉପରେ ହାତ ମାର ନା। ପବନ ସାଧନା ଅନୁକୂଳ ଚନ୍ଦ୍ରଙ୍କର ନାହିଁ ବୁଝିଲେ? ତାଙ୍କର ହେଲା ସୂକ୍ଷ୍ମ ସାଧନା, ଧ୍ୟାନ ଲୟ ରଖିବା କଥା, ଲୟ ଯୋଗ। ବୁଝିପାରିଲେ? ଆଉ ପବନ ଯଦି କରିବ ତାହେଲେ ଯୋଉମାନେ ଜାଣିଛନ୍ତି ତାଙ୍କ ପାଖକୁ ଆସିଲେ ସିଏ ବତେଇ ଦେବେ।
ହେଲା ଆଜ୍ଞା କାହିଁକିନା ପବନ ଉପରେ ଆମେ ଯଦି ଧ୍ୟାନ ରଖିବା ଦରକାର ପଡ଼ିଲେ କେତେବେଳେ ପାଗଳା ହବା, କେତେବେଳେ ଶରୀର ଭିତରେ ପବନ କୋଉଠି ପଶିଯିବ, କେତେବେଳେ ଦେହ ଖରାପ ହବ, କେତେବେଳେ କଣ ମୁଣ୍ଡ ପାଗଳା ହବ କହିହବନି। କିନ୍ତୁ ସେ ଯୋଉ ପବନଟା କରାଯାଏ ସେ ପବନ କେବଳ ଯୋଉମାନେ ପବନ ସାଧକ ପବନ ମାର୍ଗରେ ଯୋଉ ଗତି କରୁଛନ୍ତି ସେମାନଙ୍କ ପାଖକୁ ଗଲେ ସେମାନେ ଧୀରେ 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 ତମକୁ କଣ କରିବେ ବାଟ କରିକି ଦେଖେଇଦେବେ। କଣ ବୁଝିପାରିଲେ ନା? ହଁ ଆଜ୍ଞା।